ଗପଟିଏ। ଗପର ନାଁ ବୀର ହନୁମାନ। ଗୁମ୍ଫା ଦ୍ୱାରରୁ ରକ୍ତଧାର ନିର୍ଗତ ହେବାର ଦେଖି ସୁଗ୍ରୀବ ଭାବିଲେ କି ବାଳୀଙ୍କର ମୃତ୍ୟୁ ହୋଇଛି। ତେଣୁ ସେ ଭୀଷଣ ଦୁଃଖ ଓ ଭୟରେ ସେ ଗୁମ୍ଫା ଦ୍ୱାର ବନ୍ଦ କରିଦେଇ କିସିନ୍ଧିଆକୁ ଲେଉଟି ଆସିଲେ। କିନ୍ତୁ ପ୍ରକୃତରେ ବାଳୀ ସେ ମାୟାବୀକୁ ମାରିଥିଲେ ଓ କିଛିଦିନ ପରେ କିସିନ୍ଧିଆକୁ ଫେରି ଆସିଲେ। ସୁଗ୍ରୀବ ବାଳୀଙ୍କୁ ଜୀବିତ ଅବସ୍ଥାରେ ଦେଖି ଆନନ୍ଦ ଓ ଚକିତ ହୋଇ ତାଙ୍କ ପାଦ ତଳେ ରାଜମୁକୁଟ ରଖି ତାଙ୍କୁ ସେ ସାଷ୍ଟାଙ୍ଗ ପ୍ରଣିପାତ କଲେ। କିନ୍ତୁ ବାଳୀଙ୍କର ସେଥିରେ କୌଣସି ପ୍ରତିକ୍ରିୟା ହେଲା ନାହିଁ। ସେ ଅତ୍ୟନ୍ତ କ୍ରୋଧିତ ହୋଇ ରହିଲେ। ସୁଗ୍ରୀବ ଏକଥା ଜାଣିପାରି କହିଲେ, ଭାଇ, ଶତ୍ରୁକୁ ବଧ କରି ଆପଣ ଯେ କୁଶଳରେ ଫେରି ଆସିଛନ୍ତି ତାହା ବଡ଼ ସୌଭାଗ୍ୟର କଥା। ଗୁମ୍ଫା ଦ୍ୱାରରେ ବହୁତ ଦିନ ଧରି ଅପେକ୍ଷା କରି ଶେଷରେ ଗୁମ୍ଫା ଭିତରୁ ରକ୍ତଧାର ବହି ଆସୁଥିବାର ଦେଖି ମୁଁ ଭାବିଲି ଏହା ଆପଣଙ୍କ ରକ୍ତ। ତେଣୁ ମୁଁ ଅତ୍ୟନ୍ତ ଦୁଃଖ ଓ ଭୟରେ ଗୁମ୍ଫା ଦ୍ୱାର ବନ୍ଦ କରି ଚାଲି ଆସିଲି। ମୁଁ ତ କେବେ ମଧ୍ୟ ରାଜା ହେବାକୁ ଚାହିଁନଥିଲି। ରାଜଗାଦି ଖାଲି ପଡ଼ିବାରୁ ମନ୍ତ୍ରୀମାନେ ମୋତେ ବାଧ୍ୟ କରି ବସାଇଥିଲେ। ଏବେ ଆପଣଙ୍କ ସିଂହାସନ ଆପଣ ଗ୍ରହଣ କରନ୍ତୁ। ମୁଁ ପୂର୍ବବତ୍ ଯୁବରାଜ ପଦରେ ରହି ଆପଣଙ୍କ ସେବା କରି ନିଜକୁ ଧନ୍ୟ ମନେ କରିବି। କିନ୍ତୁ ସୁଗ୍ରୀବଙ୍କ କଥା ଶୁଣିବାକୁ ବାଳୀ ଟିକିଏ ହେଲେ ବି ଚେଷ୍ଟା କଲେ ନାହିଁ। ସମସ୍ତଙ୍କ ସମ୍ମୁଖରେ ସେ ସୁଗ୍ରୀବକୁ ନାନା କୁବାକ୍ୟ ପ୍ରୟୋଗ କରି ଭର୍ତ୍ସନା କଲେ। ସେ କହିଲେ, ମାୟାବୀକୁ ତଡ଼ିଦେବାକୁ ଆମେ ଦୁହେଁ ତା ପଛେ ପଛେ ଚାଲୁ। ମାୟାବୀ ଏକ ଭୟଙ୍କର ପାହାଡ଼ୀ ଗୁମ୍ଫା ଭିତରେ ପଶିଗଲା। ମୁଁ କହିଥିଲି ଯେ ମାୟାବୀକୁ ମାରିବା ପରେ ହିଁ ଫେରିବି। ତେଣୁ ମୁଁ ଏହି ସୁଗ୍ରୀବକୁ ଦ୍ୱାର ମୁହଁରେ ଅପେକ୍ଷା କରିବାକୁ କହି ଗୁମ୍ଫା ଭିତରକୁ ଗଲି। ଗୁମ୍ଫା ଭିତରେ ଚଳିବାର ଅଭ୍ୟାସ ତ ମୋର ନଥିଲା। ତେଣୁ ମାୟାବୀକୁ ଧରିବା ପାଇଁ ବହୁତ ସମୟ ଲାଗିଲା। ତାପରେ ଲଢ଼େଇ ଚାଲିଲା। ତାହା ବହୁତ ଦିନ ଧରି ଚାଲିଲା। ଶେଷରେ ମୁଁ ଜିତିଲି। ତାପରେ ମୁଁ ଫେରି ଆସି ଦେଖିଲି ଗୁମ୍ଫା ଦ୍ୱାର ବନ୍ଦ। ମୁଁ ଚିତ୍କାର କରି ସୁଗ୍ରୀବକୁ ଡାକିଲି, କିନ୍ତୁ ଇଏ ତ ଏଠାକୁ ଆସି ରାଜା ସାଜି ବସିଛି। ଭାବିଥିଲା ଯେ ଗୁମ୍ଫା ଦ୍ୱାର ବନ୍ଦ କରିଦେଲେ ମୁଁ ସେଠାରୁ ଆସି ନ ପାରି ମରିବି ଓ ସେ ରାଜା ହେବ। ତାପରେ ବହୁ କଷ୍ଟରେ ଗୁମ୍ଫା ଦ୍ୱାରରେ ଥିବା ବିରାଟ ପଥରକୁ ବିଧା ମାରି ମୁଁ ତାକୁ ଭାଙ୍ଗି ପକାଇ ବାହାରକୁ ଆସିଲି। ସମସ୍ତଙ୍କ ସମ୍ମୁଖରେ ଏସବୁ କଥା କହିବା ପରେ ବାଳୀ ସୁଗ୍ରୀବକୁ ନାନା ଅସମ୍ମାନଜନକ କଥା କହି ତାକୁ ଭର୍ତ୍ସନା କଲେ ଓ ରାଜ୍ୟରୁ ବାହାର କରିଦେଲେ ଓ ତାଙ୍କ ପତ୍ନୀ ରୁମାଙ୍କୁ ନିଜର ପତ୍ନୀ କରି ରଖିଲେ। ସୁଗ୍ରୀବ ନିରାଶ୍ରୟ ଭାବରେ ବୁଲି ବୁଲି ବାଳୀ ଭୟରେ ଋଷ୍ୟମୁକ ପର୍ବତରେ ଯାଇ ଲୁଚି ରହିଲେ। ସୁଗ୍ରୀବଙ୍କ ସହ ହନୁମାନ, ଜାମ୍ବବାନ, ମନ୍ଦ ଓ ଦୈବିନ୍ଦ ନାମକ 4 ଜଣ ମନ୍ତ୍ରୀ ଥିଲେ। ବଡ଼ କଷ୍ଟରେ ସେମାନଙ୍କର ଦିନ ବିତୁଥାଏ। ହଠାତ୍ ଦିନେ ପାହାଡ଼ ଉପରୁ ସୁଗ୍ରୀବ ଦେଖିଲେ ଯେ 2 ଜଣ ବ୍ୟକ୍ତି ତାଙ୍କରି ପାହାଡ଼ ଆଡ଼କୁ ଆସୁଛନ୍ତି। ପମ୍ପା ସରୋବର ନିକଟସ୍ଥ ବନରେ ମନୁଷ୍ୟ 2 ଜଣ ବିଚରଣ କରୁଛନ୍ତି। ଏଣେ ସୁଗ୍ରୀବଙ୍କର ଭୟ ହେଲା ଯେ ବାଳୀ ନିଜେ ତ ଆଉ ଏ ପାହାଡ଼କୁ ଆସିପାରିବେ ନାହିଁ। ତେଣୁ ସୁଗ୍ରୀବଙ୍କୁ ମାରିବାକୁ ବୋଧହୁଏ କାହାକୁ ପଠାଇଛନ୍ତି। ତା ଛଡ଼ା ବାଳୀ ଋଷ୍ୟମୁକ ପାହାଡ଼କୁ ନ ଆସିବାର ଆଉ ଏକ କାରଣ ବି ଅଛି। ଥରେ ଦୁନ୍ଦୁଭି ନାମକ ଏକ ବିରାଟ ବଳଶାଳୀ ରାକ୍ଷସ ସମୁଦ୍ର ସହିତ ଯୁଦ୍ଧ କରିବାକୁ ଗଲା। ସମୁଦ୍ରଦେବ କହିଲେ ଯେ ହିମାଳୟ ପର୍ବତ ହେଉଛନ୍ତି ସବୁଠାରୁ ବଳବାନ। ତାଙ୍କରି ସହିତ ଲଢ଼ିଲେ ଯାଇ ଠିକ୍ ହେବ। ତେଣୁ ସେ ହିମାଳୟ ପର୍ବତ ପାଖରେ ପହଞ୍ଚି ତାଙ୍କୁ ଯୁଦ୍ଧ ନିମନ୍ତେ ଡାକିଲା। ହିମାଳୟ କହିଲେ, ଦୁନ୍ଦୁଭି, ତୁମ ସହିତ ଲଢ଼ିବାକୁ ମୁଁ ବଳରେ ଓ ପରାକ୍ରମରେ ତୁମର ସମକକ୍ଷ। କିନ୍ତୁ ମୋ ଦେହରେ ଅସଂଖ୍ୟ ଯୋଗୀ ଋଷି ତପସ୍ୟାରତ। ସ୍ୱୟଂ ଭଗବାନ ଶିବ ବି ମୋ ଦେହରେ ରହିଛନ୍ତି ଓ ସେ ସଦାସର୍ବଦା ଧ୍ୟାନମଗ୍ନ ଅଛନ୍ତି। ସେମାନଙ୍କର ଯୋଗ ଧ୍ୟାନରେ ବିଘ୍ନ ଘଟାଇ ମୁଁ ଅଯଥାରେ ଅଶାନ୍ତି ସୃଷ୍ଟି କରିବାକୁ ଚାହେଁ ନାହିଁ। ତେଣୁ ମୁଁ କହୁଛି, ତୁମେ କିସିନ୍ଧିଆକୁ ଯାଇ ବନରାଜେ ବାଳୀଙ୍କ ସହିତ ଯୁଦ୍ଧ କର। କେବଳ ସେ ହିଁ ତୁମର ସମକକ୍ଷ ଯୋଦ୍ଧା। ଏ କଥା ଶୁଣି ଦୁନ୍ଦୁଭି କ୍ରୋଧରେ ଗର୍ଜନ କରି କିସିନ୍ଧିଆରେ ପହଞ୍ଚି ବାଳୀଙ୍କୁ ଯୁଦ୍ଧ ପାଇଁ ଆହ୍ୱାନ କଲା। ସେତେବେଳେ ତ ରାତ୍ରି ସମୟ। ବାଳୀ ତାଙ୍କ ଅନ୍ତଃପୁରରେ ବିଶ୍ରାମ କରୁଥିଲେ। ଯୁଦ୍ଧର ଆହ୍ୱାନ ଶୁଣି ସେ ତାଙ୍କ ନଅରରୁ ବାହାରି ଆସି ଦୁନ୍ଦୁଭିକୁ ଭେଟିଲେ। ଏହାପରେ ଦୁହିଁଙ୍କର ଘୋର ଯୁଦ୍ଧ ହେଲା। ଶେଷରେ ବାଳୀ ଦୁନ୍ଦୁଭିକୁ ଟେକି କଚାଡ଼ି ଦେଲେ। ଏହିପରି ଭାବେ ସେ ଦୁନ୍ଦୁଭିକୁ ମାରିଦେଲେ। ବାଳୀ ତାର ମୃତ ଶରୀରକୁ ଟେକି ଧରି ଦୂରକୁ ଫିଙ୍ଗିଦେଲେ। ତାହା ଏହି ଋଷିମୁକ ପର୍ବତ ଉପରେ ଆସି ପଡ଼ିଲା। ଋଷି ମାତଙ୍ଗ ସେତେବେଳେ ସେଠାରେ ତପସ୍ୟାରତ ଥିଲେ। ତାଙ୍କ ଉପରେ କେତେ ବିନ୍ଦୁ ରକ୍ତ ପଡ଼ିଲା
ସେ ରାଗି ଯାଇ ଅଭିଶାପ ଦେଲେ ଯେ ବାଳି ସେହି ପର୍ବତକୁ ଗଲେ ଅଗ୍ନି ଦ୍ୱାରା ଧ୍ୱଂସ ହୋଇଯିବ। ସେହି ଦିନଠାରୁ ସୁଗ୍ରୀବ ତାଙ୍କର ସହଚର ବର୍ଗଙ୍କ ସହ ଏଠାରେ ଆସି ବାସ କରନ୍ତି। କିନ୍ତୁ ଏବେ ଏ ନୂଆ 2 ଜଣ ମାନବକୁ ଦେଖି ସେମାନଙ୍କ ମନରେ ବହୁତ ପ୍ରକାର ଭୟ ଓ ସନ୍ଦେହ ଦେଖାଦେଲା। ସେ ହନୁମାନଙ୍କୁ ଡାକି ତାଙ୍କୁ ସବୁ କଥା କହିଲେ। ହନୁମାନ କହିଲେ, ଏଠାକୁ ବାଳି କେବେ ବି ଆସିବେ ନାହିଁ। ଇଏ ଯେଉଁ 2 ଜଣ ମନୁଷ୍ୟ, ତାଙ୍କୁ ବା କାହିଁକି ତୁମର ଏତେ ଡର ଭୟ? ସୁଗ୍ରୀବ କହିଲେ, ସେ କଥା ତ ମୁଁ ମଧ୍ୟ ଭଲ ଭାବେ ଜାଣେ। ତେବେ ଦେଖ, ଏ 2 ଜଣ ମନୁଷ୍ୟ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଏ ଆଡ଼କୁ ଆସୁଛନ୍ତି। ରାଜାମାନେ ନାନା ପ୍ରକାର ଚେଷ୍ଟା କରି ତାଙ୍କର ଶତ୍ରୁବଧ କରନ୍ତି। ଆମେମାନେ ସାବଧାନ ହେବା ଉଚିତ। ପୁଣି ବାଳି ତ ବୁଦ୍ଧିମାନ। ତୁମେ ବରଂ ଛଦ୍ମବେଶରେ ଯାଇ ସେମାନଙ୍କ ପରିଚୟ ଓ ଏହି ବନକୁ ଆସିବାର କାରଣ ପଚାରି ଆସ। ସୁଗ୍ରୀବଙ୍କ କଥା ଅନୁସାରେ ହନୁମାନ ଏକ ବ୍ରାହ୍ମଣର ବେଶ ଧରି ରାମ ଲକ୍ଷ୍ମଣଙ୍କ ପାଖକୁ ଗଲେ। ତାପରେ ସେଠାରେ ପହଞ୍ଚି କହିଲେ, ମହାଶୟ, ଆପଣ 2 ଜଣ ତ ରାଜର୍ଷି ପରି ଲାଗୁଛନ୍ତି, ପୁଣି ଦେବତାଙ୍କ ପରି ମନେ ହେଉଛନ୍ତି। ଆପଣମାନେ କିଏ? ଏହି ଫମ୍ପା ସରୋବର ତଟକୁ କାହିଁକି ବା ଆସିଛନ୍ତି? କିନ୍ତୁ ଆପଣଙ୍କ ଶରୀର ଗଠନ ଦେଖିଲେ ମନେହୁଏ ଆପଣମାନେ କ୍ଷତ୍ରିୟ। ଲକ୍ଷ୍ମଣ କହିଲେ, ହଁ, ଆପଣଙ୍କ ଅନୁମାନ ଠିକ୍। ଆମେ 2 ଭାଇ ଅଯୋଧ୍ୟାର ମହାରାଜା ପୁଣ୍ୟାତ୍ମା ଦଶରଥଙ୍କର 2 ପୁତ୍ର। ଇଏ ମୋର ବଡ଼ ଭାଇ ଶ୍ରୀରାମ ଆଉ ମୁଁ ତାଙ୍କ ଅନୁଜ ଲକ୍ଷ୍ମଣ। ପଞ୍ଚବଟୀ ବଣରୁ ମୋର ବଡ଼ ଭାଇ ଶ୍ରୀରାମଙ୍କ ପତ୍ନୀ ମାତା ସୀତାଙ୍କୁ କେହି ଜଣେ ଛଳନା କରି ହରଣ କରିନେଇଛି। ଆସିବା ରାସ୍ତାରେ ମାତା ଶବରୀ କହିଲେ ଯେ ଏ ବିଷୟରେ କେବଳ ମହାରାଜ ସୁଗ୍ରୀବ ହିଁ ଆମ ସହାୟତା କରିପାରିବେ। ସେଥିପାଇଁ ଆମେ ମହାରାଜ ସୁଗ୍ରୀବଙ୍କ ସନ୍ଧ୍ୟାରେ ଏଠାରେ ବୁଲୁଛୁ। ଆପଣ ଯଦି ପାରିବେ ସୁଗ୍ରୀବଙ୍କ ଘରେ ଟିକେ ଦେଖାଇ ଦିଅନ୍ତୁ। ନ ହେଲେ ଅନ୍ତତଃ ତାଙ୍କର ବିଜ୍ଞ ମନ୍ତ୍ରୀ ହନୁମାନଙ୍କ ସହିତ ଆମର ଦେଖା କରାଇ ଦିଅନ୍ତୁ। ଛଦ୍ମବେଶୀ ହନୁମାନ ହଠାତ୍ ନୀରବ ରହିଗଲେ। ତାଙ୍କର ମୁଖମଣ୍ଡଳ ଦିବ୍ୟ ଭକ୍ତି ଭାବରେ ଉଜ୍ଜ୍ୱଳ ହୋଇ ଉଠିଲା। ଚକ୍ଷୁରେ ଦିବ୍ୟ ଆନନ୍ଦର ଅଶ୍ରୁ ଢଳ ଢଳ ହେଲା। ସେ ସବୁ ଭୁଲିଯାଇ ଶ୍ରୀରାମଙ୍କର ପାଦପଦ୍ମରେ ସାଷ୍ଟାଙ୍ଗ ପ୍ରଣିପାତ କଲେ। ଶ୍ରୀରାମ ଆଶ୍ଚର୍ଯ୍ୟ ହୋଇ କହିଲେ, ଏ ବ୍ରାହ୍ମଣ ମହାଶୟ, ଆମେ କ୍ଷତ୍ରିୟ। ଆମ ପାଦତଳେ ଆପଣଙ୍କ ଭଳି ଜଣେ ବେଦନିଷ୍ଠ ବ୍ରାହ୍ମଣ ପ୍ରଣାମ କରିବା ଦ୍ୱାରା ତ ଆମକୁ ପାପ ଲାଗିବ। ହନୁମାନ କହିଲେ, ପ୍ରଭୁ, ସୁଗ୍ରୀବଙ୍କ ସନ୍ଦେହ ଓ ଭୟ ଯୋଗୁଁ ମୁଁ ଛଦ୍ମବେଶରେ ଆପଣଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିବାକୁ ଆସିଥିଲି। ଆଜି ମୋର ରାଜା ସୁଗ୍ରୀବ ଅତି ଶୁଭ ଦିନ। ଏହି ଦିନ ପାଇଁ ମୁଁ ଯୁଗ ଯୁଗ ଧରି ପ୍ରତୀକ୍ଷା କରିଥିଲି। ଓଃ ଭାଗ୍ୟ ପ୍ରଭୁ! ପ୍ରଭୁ, ମୋର କେଉଁ ଅପରାଧ ଯୋଗୁଁ ମୋତେ ଆପଣ ଚିହ୍ନି ପାରିଲେ ନାହିଁ? ମୁଁ ଯେ ଆପଣଙ୍କର ଚିରସେବକ ହନୁମାନ। ଲକ୍ଷ୍ମଣ ଆଶ୍ଚର୍ଯ୍ୟ ହୋଇ କହିଲେ, ହନୁମାନ? ହନୁମାନ କହିଲେ, ହଁ, ମୁଁ ହିଁ ସେହି ହନୁମାନ। କି ବ୍ରହ୍ମାଙ୍କ ଆଜ୍ଞାରେ ପ୍ରଭୁଙ୍କ ପ୍ରତୀକ୍ଷା କରି ରହିଥିଲି। ମୋର ଆଜି ଇଷ୍ଟ ଦର୍ଶନ ହେଲା। ପ୍ରଭୁ, ଏବେ ମୁଁ ସିଧା ଋଷିମୁଖ ପର୍ବତ ଉପରକୁ ଆପଣ ଦୁହିଁଙ୍କୁ କାନ୍ଧରେ ବସାଇ ଆକାଶ ମାର୍ଗରେ ଉଡ଼ିଯିବି। କାରଣ ଆମର ଏ ପାହାଡ଼ର ରାସ୍ତା ବହୁ ଦୁରୂହ। ପାଦରେ ଚାଲି ଚାଲି ସେଠାରେ ପହଞ୍ଚିବାକୁ ବହୁତ କଷ୍ଟ ହେବ ଓ ଅନେକ ସମୟ ମଧ୍ୟ ଲାଗିବ। ଏଣୁ ଆସନ୍ତୁ, ମୋ କାନ୍ଧ ଉପରେ ବିରାଜମାନ କରନ୍ତୁ। ଲକ୍ଷ୍ମଣ ଅଳ୍ପ ହସି ପଚାରିଲେ, କିନ୍ତୁ ଏହା କିପରି ସମ୍ଭବ? ଆମେମାନେ ଯୋଗ ସାଧନା ବଳରେ ଆଣିମା ଲଘିମା ଆଦି ସିଦ୍ଧ କରିଛୁ। ଇଚ୍ଛାମତ ଶରୀରକୁ ଲଘୁ ବା ବିରାଟ କରିଦେଇପାରୁ। ଏତିକି କହି ହନୁମାନ ତାଙ୍କ ଶରୀରକୁ ବୃଦ୍ଧି କରାଇବାରେ ଲାଗିଲେ। ଦେଖୁ ଦେଖୁ ତାହା ଏକ ଛୋଟ ପର୍ବତ ସମାନ ହୋଇଗଲା। ରାମ ଓ ଲକ୍ଷ୍ମଣ ବଡ଼ ସନ୍ତୋଷ ଓ ଆନନ୍ଦର ସହିତ ହନୁମାନଙ୍କ ସ୍କନ୍ଧ ଉପରେ ବସିଲେ। ହନୁମାନ ମଧ୍ୟ ଜୟ ଶ୍ରୀରାମ କହି ଆକାଶକୁ ଉଠିଲେ ଓ ବାୟୁବେଗରେ ଶୂନ୍ୟରେ ଭାସି ଚାଲିଲେ। ଅଳ୍ପ ସମୟ ମଧ୍ୟରେ ସୁଗ୍ରୀବଙ୍କ ଗୁମ୍ଫା ପାଖରେ ସେମାନେ ପହଞ୍ଚି ଯାଇଥିଲେ। ଗୁମ୍ଫା ବାହାରେ ରାମ ଲକ୍ଷ୍ମଣଙ୍କୁ ଅପେକ୍ଷା କରିବାକୁ କହି ହନୁମାନ ଭିତରକୁ ଗଲେ। ସେଠାରେ ସୁଗ୍ରୀବ ଓ ତାଙ୍କର ଅନ୍ୟାନ୍ୟ ମନ୍ତ୍ରୀଙ୍କୁ ରାମଙ୍କ ବିଷୟରେ କହି ତାପରେ ହନୁମାନ ସୁଗ୍ରୀବଙ୍କୁ କହିଲେ, ମହାରାଜ, ଏବେ ଆପଣଙ୍କ ସୌଭାଗ୍ୟର ଦିନ ଆସିଗଲା। ଶ୍ରୀରାମ ହେଉଛନ୍ତି ସ୍ୱୟଂ ବିଷ୍ଣୁଙ୍କର ଅବତାର। ମୋତେ ବ୍ରହ୍ମା ଏକଥା ବହୁ ପୂର୍ବରୁ କହିଥିଲେ। ଏବେ ଆପଣଙ୍କର ଓ ଶ୍ରୀରାମଙ୍କର ମିତ୍ରତା ଅର୍ଥ ଆପଣଙ୍କ ରାଜ୍ୟ ପ୍ରାପ୍ତି ଏବଂ ଶ୍ରୀରାମଙ୍କର କାର୍ଯ୍ୟରେ ଆମେ ସହାୟତା କରିବାର ସୁଯୋଗ ପ୍ରାପ୍ତି। ଚାଲନ୍ତୁ, ସେମାନେ ଗୁମ୍ଫା ବାହାରେ ଅପେକ୍ଷା କରିଛନ୍ତି। ଆପଣ ଆଦର ସହିତ ତାଙ୍କୁ ସ୍ୱାଗତ କରିବା ଏବଂ ସେମାନଙ୍କୁ ଭିତରକୁ ନେଇ ଆସିବା। ସୁଗ୍ରୀବଙ୍କ ମନ ଆନନ୍ଦରେ ଭରି ଉଠିଲା। ସେ ନିଜର ମନ୍ତ୍ରୀମାନଙ୍କୁ ନେଇ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ସ୍ୱାଗତ କରିବାକୁ ଗଲେ। ସୁଗ୍ରୀବ ଶ୍ରୀରାମଙ୍କୁ ପ୍ରଣାମ କରି କହିଲେ, ଆପଣଙ୍କ ଆଗମନ ପାଇଁ
ଶୁଭ ସମାଚାର ଆଣିଦେଇଛି। ଆସନ୍ତୁ, ଭିତରକୁ ଆସନ୍ତୁ। ଆପଣ ଯାହା କିଛି ବି ଆଜ୍ଞା ଦେବେ, ମୁଁ ଓ ମୋର ମନ୍ତ୍ରୀମାନେ ଅଚିରେ ତାହା ପାଳନ କରିବୁ। ମୁଁ ହନୁମାନଙ୍କଠାରୁ ସବୁ ଶୁଣିଛି। ଶ୍ରୀରାମ କହିଲେ, ମହାରାଜ ସୁଗ୍ରୀବ, ମୁଁ ଆପଣଙ୍କ ସହିତ ମିତ୍ରତା ସ୍ଥାପନ କରିବା ପାଇଁ ଏଠାକୁ ଆସିଛି। ଏ ବିଷୟରେ ମୋତେ କମ୍ବନ୍ଧ ନାମକ ରାକ୍ଷସ ତା ମୃତ୍ୟୁ ସମୟରେ କହିଥିଲା। ପୁଣି ମାତା ଶବରୀ ମଧ୍ୟ ସେହି ଏକା ହିଁ ଉପଦେଶ ଦେଲେ। ଏତେ ଦିନ ଧରି ଘୋର ଜଙ୍ଗଲରେ ବୁଲିବା ପରେ ମନେ ହେଉଛି ମୁଁ ଆଜି ଯେପରି ମୋ ନିଜ ଲୋକଙ୍କ ପାଖରେ ଅଛି। ଇତିମଧ୍ୟରେ ହନୁମାନ ନିୟମ ଅନୁସାରେ ମିତ୍ରତା ସ୍ଥାପନ ନିମନ୍ତେ ସମସ୍ତ ପୂଜା ସାମଗ୍ରୀ ନେଇ ଆସିଲେ ଓ ଅରଣି କାଠ 2ଟି ଘଷି ଘଷି ତହିଁରୁ ଅଗ୍ନି ବାହାର କଲେ। ଭଗବାନ ରାମ ଓ ବନର ରାଜ ସୁଗ୍ରୀବ ଦୁହେଁ ଦୁହିଁଙ୍କ ହାତ ଧରି ଅଗ୍ନିକୁ ସାକ୍ଷୀ ରଖି ମିତ୍ରତା ସ୍ଥାପନ କଲେ। ଶ୍ରୀରାମ କହିଲେ, ଏବେ ଆପଣଙ୍କ ସହିତ ମୁଁ ମିତ୍ରତା ସ୍ଥାପନ କଲି। ଏଣିକି ଆପଣଙ୍କର ଦୁଃଖ ମୋର ଦୁଃଖ, ଆପଣଙ୍କ ସୁଖ ମୋର ସୁଖ। ତାପରେ ସମସ୍ତେ ଆସନ ଗ୍ରହଣ କଲେ। ସୁଗ୍ରୀବ ରାମଙ୍କୁ ତାଙ୍କର ଦୁଃଖପୂର୍ଣ୍ଣ ଜୀବନ କାହାଣୀ ସମ୍ପୂର୍ଣ୍ଣ ରୂପେ ବର୍ଣ୍ଣନା କଲେ। ତାପରେ ସେ କହିଲେ, ମିତ୍ର, ମୋତେ ବାଳିର ଅତ୍ୟାଚାରରୁ ଉଦ୍ଧାର କରନ୍ତୁ। ରାମ ଅଳ୍ପ ହସି ହସି କହିଲେ, ମିତ୍ର, ତୁମର ପତ୍ନୀଙ୍କୁ ଅପହରଣ କରିବା ଯୋଗୁଁ ବାଳି ତ ଅଚିରେ ଦଣ୍ଡ ପାଇବ। ଦିନକ ମଧ୍ୟରେ ହିଁ ଆପଣ କିଷ୍କିନ୍ଧ୍ୟାର ସିଂହାସନ ଆରୋହଣ କରିବେ। ମୁଁ ଦଶରଥ ପୁତ୍ର ରାମ ଆପଣଙ୍କୁ ଏ ବଚନ ଦେଉଛି। ତାଙ୍କ କଥାରେ ସୁଗ୍ରୀବ ଅତି ଆନନ୍ଦରେ ଗଦ୍ଗଦ୍ ହୋଇ କହିଲେ, ମୁଁ ସୂର୍ଯ୍ୟପୁତ୍ର ସୁଗ୍ରୀବ ଆପଣଙ୍କୁ କଥା ଦେଉଛି, ମାତା ସୀତା ଏ 3 ଲୋକରେ ଯେଉଁଠି ବି ଥିଲେ ମୁଁ ତାଙ୍କୁ ଖୋଜି ଆଣିବି। ମୋର କାହିଁ ମନେ ହୁଏ ଯେ ମୁଁ ମାତା ସୀତାଙ୍କୁ ଦେଖିଛି। ଦିନେ ଆକାଶ ମାର୍ଗରେ ବିମାନରେ ଗେରୁଦ୍ୟମାନ ଜଣେ ଦିବ୍ୟ ନାରୀ ଆମକୁ ଦେଖି ଆପଣଙ୍କ ନାମ କହି କିଛି ଅଳଙ୍କାର ପକାଇ ଦେଇଥିଲେ। ଏବେ ସେହିଗୁଡ଼ିକୁ ଯତ୍ନର ସହିତ ରଖାଯାଇଛି। ହନୁମାନ ସେତକ ନେଇ ଆସିବେ, ଆପଣ ହୁଏତ ଚିହ୍ନଟ କରିପାରିବେ। ତାପରେ ହନୁମାନ ଅଳଙ୍କାର ପୁଟୁଳିଟିକୁ ଆଣିଦେଲେ। ସେଗୁଡ଼ିକ ଚିହ୍ନଟ କରି ରାମ ଅତ୍ୟନ୍ତ ଦୁଃଖିତ ହେଲେ ଓ ଲକ୍ଷ୍ମଣଙ୍କୁ ପଚାରିଲେ, କେତେ ଦୁଃଖରେ ଥାଇ ସୀତା ଏସବୁ ପକାଇଥିବେ। ହାୟ, ଏବେ ସିଏ ବଞ୍ଚିଛନ୍ତି ନା ନାହିଁ ସେକଥା କିଏ କହିବ? ଲକ୍ଷ୍ମଣ ଅଗ୍ରଜ ଶ୍ରୀରାମଙ୍କୁ ପ୍ରବୋଧନା ଦେଇ କହିଲେ, ଭାଇ, ମୁଁ ତ ଏସବୁ କେଉଁର କଙ୍କଣ ଚିହ୍ନି ପାରିବି ନାହିଁ, କିନ୍ତୁ ପ୍ରତିଦିନ ପ୍ରଭାତରେ ମାତା ସୀତାଙ୍କ ଚରଣ ପଦ୍ମରେ ପ୍ରଣାମ କରିଲା ବେଳେ ଏହି ପାଉଁଜି 2ଟିକୁ ସବୁବେଳେ ଦେଖେ। ତେଣୁ ଏହା ମୁଁ ବେଶ ଭଲ ଭାବେ ଚିହ୍ନି ପାରୁଛି। ଶ୍ରୀରାମ ନୀରବରେ ବହୁତ ଅଶ୍ରୁପାତ କଲେ ଓ ସମସ୍ତେ ଦୁଃଖରେ ନୀରବ ହୋଇ ବସି ରହିଲେ। ବିଶେଷ ଦ୍ରବ୍ୟଷ୍ଟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତିଶିକ୍ଷା ଉଦ୍ଦେଶ୍ୟରେ କେବଳ ମନଗଢ଼ା ବା କଳ୍ପନା ଭାବ ଦ୍ୱାରା ହିଁ ପ୍ରତିବେଶିତ। କିଛି କାହାଣୀ କିଛି ମାତ୍ରାରେ ସତ୍ୟତା ଥିଲେ ମଧ୍ୟ ତାହା ମନଗଢ଼ା କଥା ଓ ଦ୍ୱାରା ବର୍ଣ୍ଣିତ ଏବଂ ବଢ଼େଇ ଚଢ଼େଇ ଲିଖିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ, ତାକୁ ସତ୍ୟ ମାନିବା ଅନୁଚିତ। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତିଶିକ୍ଷା ଉଦ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡ଼ିକ ଜାତି, ଅନ୍ଧବିଶ୍ୱାସ, ତର୍କହୀନତା, ଧର୍ମ, ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଦେଶ୍ୟରେ ଲିଖିତ ଧୂର୍ତ୍ତ ଗପ। ତେଣୁ ତାକୁ ସତ୍ୟ ମାନିବା ଅନୁଚିତ। ଯଦି କୌଣସି ବ୍ୟକ୍ତିର କାଳ୍ପନିକ ସ୍ତର ବାସ୍ତବିକତା ସହ ମେଳ ଖାଉଥାଏ ବା ମେଳ ଖାଉନଥାଏ ଏବଂ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଅଜ୍ଞତାର ଜନନୀ ହୁଏ, ତେବେ ଏହାକୁ ମାନସିକ ବିକୃତତା କୁହାଯାଏ। ସମାପ୍ତ। ଧନ୍ୟବାଦ। କାହାଣୀଟି ଥିଲା ଗପଟିଏ। ଗପଟିର ନାଁ ଥିଲା ବୀର ହନୁମାନ। ଏହା ଆଦୃତ ହୋଇଛି ଜହ୍ନମାମୁଁ ପୃଷ୍ଠାରୁ। ଧନ୍ୟବାଦ।